ठाकुरे भीतर बा मुतुसज्जा पर ये स्त्री ଆପଣ ସେମାନଙ୍କୁ କାହିଁକି ଭିତରକୁ ଡାକିଛନ୍ତି? ଏଇ କଥା କହୁଛ ପ୍ରଭୁ? ସେଦିନ ସେ ଲୋକଟା ମୋ ପାଇଁ ଏତେ ସବୁ ତ୍ୟାଗ କରିଗଲା, ଅଥଚ ତା ପ୍ରତି ମୋର କିଛି କର୍ତ୍ତବ୍ୟ ଅଛି କି ନାହିଁ? କେତେ ବଡ କୋଠା ଘର, ଆମ ଘରେ ଏଇଠି ରହିବା? ହରେ ରାତି ଜଗା, ତୁ ଏଇଠି ରହିବୁ, ଏଇଠି ଏଇ ଘରେ ମୋରି ପାଖରେ ରହିବୁ, ଏଇଠି ସକାଳ ସମୟରେ ଖେଳିବୁ। ଆଚ୍ଛା ଅଜା, ସେ ଅଙ୍କଲ ଜଣକ ସେମିତି ମୋ ସହିତ ଛିଡାଇଛନ୍ତି କାହିଁକି? କଣ ଅଙ୍କଲ ଆମକୁ ଦେଖି ଘୃଣା ଲାଗୁଛି ନା ଆଉ କିଛି? ଯା ପାଦ ଭୁଳିବେ, ଫୁଟା ଗୋଡ ଭଲ ହେଇଯିବ। ମୁଁ ଲୋକର ଆଗରୁ କଣ ଦେଖିଛି? ଏମିତି କେତେ ଲୋକ ଦେଖାଯାଆନ୍ତି, ସମସ୍ତେ କଣ ମନେ ରୁହନ୍ତି? ପାଖରେ ଶୁଖିଲା ଆସିଲା ଆଉ କିଛି ନାହିଁ ସେ ଶୁଖିଲା ଆଶୀର୍ବାଦ ମୋ ପାଇଁ ଅତୁଳନୀୟ। ଆଚ୍ଛା ଏ ବାବୁ ଜଣକ ମଧ୍ୟ ତମ ସ୍ୱାମୀ? ପ୍ରଭୁ ଏତିକି ଶିଷ୍ଟ କଣ ଶିଖିଲ? ଘରକୁ ଅତିଥି ଆସିଲେ କେମିତି ସମ୍ମାନ ଦେବାକୁ ହୁଏ ଏକଥା କଣ ମୁଁ ତୁମକୁ ଶିଖେଇବି? କି ପ୍ରହସନ ଚାଲିଛି ଏଠି? ଦାଣ୍ଡର ଫିଟେଇକି ଘରର ଅତିଥି କରି ଆଣିବ ଆଉ ପ୍ରଣାମ କରିବି ମୁଁ? ଯାହା ହେଲେ ବି ସେ ମୋ ଘରର ଅତିଥି, ଆଉ ମୋ ଘରର ପରମ୍ପରା ଅନୁସାରେ ତମକୁ ତାଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ହବ। ଆଉ ଅଜା ଅଙ୍କଲ ହଉଛନ୍ତି ବଡ ଘରର ଜ୍ୱାଇଁ, ସେଥିରେ ପୁଣି ବଡ ବାବୁ। ଆମ ଘରେ ଗରିବ ଭିତରେ ପାଦ ଛୁଇଁ ଗଲେ ତାଙ୍କ ଇଜ୍ଜତ ଉପରେ ଆଞ୍ଚ ଆସିବ। ମୁଁ ଠିକ କହିଲି ନା ଅଙ୍କଲ? ଚୁପ୍, ଏକଦମ ଚୁପ୍। ନନସେନ୍ସ କହୁଛିକାର ରକ୍ତ ଚିପିଲେ କ୍ଷୀର ବାହାରିବ। ବେଶୀ ବଡ ବଡ କଥା କହୁଛି। ଏ ଘରେ ରହିବାକୁ ହେଲେ ଏ ଘରର ସମ୍ମାନ ପରମ୍ପରାକୁ ମାନି ନେଇ ଚଳିବାକୁ ପଡିବ, ନଚେତ୍ ଏ ଘରୁ ବାହାରି ଯିବାକୁ ପଡିବ। ଠିକ ଅଛି, ଠିକ ଅଛି ରାଣୀ, ଚାଲ। ଏତେ ସବୁ ଶୁଣିଲା ପରେ ମୁଁ ଏ ଘର ଗୋଟେ ସେକେଣ୍ଡ ବି ଚାଲ ମୋ ସାଙ୍ଗେ ଚାଲ ଚାଲ। କୋଉଠିକି ଯିବି? କୋଉଠିକି ଯିବା? ଘର ଘରେ ରହିବା। ନା ମୁଁ ସେ ଭଡା ଘରେ ଆଡଜଷ୍ଟ କରିପାରିବି। ଯଦି ଯିବି ତମ ଘରକୁ କଣ ଯିବ? କଣ ପ୍ରଭୁ ଆରେ ପିଟିକୁ ନେଇ ତମ ଘରକୁ ଯିବ? ନା ମୋ ଅତିଥିର ପାଦ ଛୁଇଁ କଣ କରିବ? ହଁ ତମେ ପ୍ଲିଜ ଓବେ ମାଇ ଅର୍ଡର। ଏ ମା ପୁଅ ଦିଟା ରହିବେ, ଆରେ ଏମାନଙ୍କର କିଛି ଅସୁବିଧା ନଥିବ ନା? ଏମାନଙ୍କୁ ଖାଇ ପିଇ ରଖିଥିବ। ଆରେ ଏମାନେ ଖାଲି ମୋ ଗେଷ୍ଟ ନଥିଲେ ମା, ଏମାନେ ସବୁ ପର୍ସନାଲ ପ୍ରଭୁ। ତାଙ୍କ କଥା ଧରିବନି ଭଉଣୀ, ଇଏ ସବୁଦିନ ଏମିତି। ଆଉ ତମେ କିଛି ଦିନ ରହିଗଲେ ତମ ସହିତ ମିଶିଗଲେ ସେ ଘରୁ ତମକୁ ଯିବାକୁ ଦେବେନି। ହଁ ମା, ଏଇଟା ତ ବାବୁଙ୍କ କଥାବାର୍ତ୍ତାରୁ ଜଣା ପଡୁଛି। ତା ଛଡା ମୁଁ ତ ଚାକରାଣୀ ଲୋକ, ଏମାନଙ୍କ କଥା ଧରିଲେ କଣ ମୁଁ ପେଟ ପୋଷି ପାରିବି ମା? ନାଇଁ ଭଉଣୀ, ସେମିତି କଣ? ତମେ ଚାଲ ଘର ଭିତରେ ଗାଧୁଆ ପାଧୁଆ କରି ଶାଢୀ ପିନ୍ଧିଦବ, ଖାଇକି ରେଷ୍ଟ ହବ, ତାପରେ ଆମେ ମିଶି ବହୁତ ଗପିବା। ଆସ, ମୁଁ ଘର ଭିତରେ ଅପେକ୍ଷା କରିଛି। ଆସ ଆସିଲା ଗାମୁଛା ଲଗେଇଦେଲ। ଦୁଃଖ ଦେଖିଲେ ସରିପାରୁନ। ତମେ ଆମକୁ ଭୁଲ ବୁଝୁଛ। ଆମେ କେବେ ତମ ସୁଖ ସଂସାରରେ ଝଡ଼ ସୃଷ୍ଟି କରିବାକୁ ଆସିନୁ। ଆରେ ଯଦି ଚାହୁଁନ କି ଆସୁନ ଏଠି ଆସୁଥିଲ କଣ ପାଇଁ? ଯଦି ପେଟକୁ ଦିଖଣ୍ଡ ଦାନା ଯୋଗାଡ଼ କରିପାରୁନ ତାହେଲେ କୂଅ ପୋଖରୀ କି ଟ୍ରେନ୍ ଲାଇନରେ ଆକ୍ସିଡେଣ୍ଟରେ ମରିଗଲ। ଧୀରେ ଧୀରେ କଥା
कहना शिखिगलनि हाँ कहना कहीं मो बापा झाड़ पड़ा तुम रक्त ही रोचे मो बापा पैसा तुम इंजीनियर हेल बड़ लाभ होगल मुंडा भी बड़ उपरू होगला आम घर तल तलू बसुरी हम कहीं अरे तू कहा कौन बोलतो अरे से पूरा होती तो दादा क्या मानविकता नहीं से निज लोक चिन्ह अचल पर व्यवहार करे से भाई मनुष्य क्षमा कि मो मनुष्य पड़े अवमान करी तू कहबार अर्थ मु गोटे मनीष हाँ मु बारंबार कहूँ तुम गोटे अमनीष एकदम चुप तोते आज मारू 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 चलो टोका बेसी कथा कहू तोते आज मारू 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 मरी जाऊं एकदम मरी जाऊं मोटे मोट रही बाटे चलो हमें पड़े चलो हमें तो पड़े समस्त मन भितर सन्देह सृष्टि करी तू एठ चली जीव ना कौन चुपचाप कहूँ घर तोते बारंबार कहला पर मो मुंड गरम हो भितर चलू Happy birthday,
हाथ उठे पार तम भाग्य भल तुमको जोतारे पिटिनी कहीं तमें मो स्वामी होगल गोटे मुहूर्त रही नाई तमें नाई भौणी मो भाग्य पड़ा लुहरे रेखा मो कखर रेखा मो भाग्य पड़ा लुह लेखा कहीं तम सुख संसार झड़ सृष्टि करी मो गोटे मुहूर्त रही भौणी मो पुओ को नहीं बढ़ी चली मो पुओ को नहीं मुझे चली जीवी मो पुओ होगी मो जीवन मो सारा जीवन मो मन शिशु को नाना पकड़ी गई मो पुओ को अटे गुरु में मुझे पिटी चली ये सब मुझ सोई पारिबिनी मो गंगा गली जाती की थोड़ा पाइली सेती की चाल बापा अब जो बोली जीवा चाल बापा चाल तमें मत चाबी दिए कंधे सजे तुम सब मुझे बुझीपार तुम प्रेम भल पाइबा ए बाहाघर सब मिक्स आई नो मो सब बुझीपार तुम्हें पक्के मिक्स